माँ ଆମେ ଆଜି ଆଲୋଚନା କରିବା ଜ୍ଞାନ 370, 371, 372, 373। ପ୍ରଭୁ ଲେଖୁଛନ୍ତି, କେବଳ ଜାଣିକରି କି ଲାଭ, ତେଣୁ ମୁଁ ତୋତେ କହୁଛି କାର୍ଯ୍ୟ କର ଏବଂ ହୋଇ ଉଠ। କାରଣ କେବଳ ସେଇଥି ସକାଶେ ହିଁ ଭଗବାନ ତୋତେ ଏହି ମନୁଷ୍ୟ ଶରୀର ମଧ୍ୟକୁ ପ୍ରେରଣ କରିଛନ୍ତି। ତାପରେ କହୁଛନ୍ତି 371ରେ, କେବଳ ହେବାରେ କି ଲାଭ, ତେଣୁ ମୁଁ ତୋତେ କହୁଛି ତୁ ବିକାଶ ଲାଭ କର। କାରଣ କେବଳ ସେଇଥି ସକାଶେ ହିଁ ତୋତେ ଜଡର ଏହି ଜଗତରେ ଜଣେ ମନୁଷ୍ୟ ରୂପେ ପ୍ରତିଷ୍ଠିତ କରି ରଖାଯାଇଛି। 372ରେ କହୁଛନ୍ତି, ଗୋଟିଏ ଦୃଷ୍ଟିରୁ ବିଚାର କଲେ ଭଗବାନଙ୍କର ତ୍ରିବିଧ ନଦୀ ପଥରେ କର୍ମର ପଥ ହେଉଛି ସବୁଠାରୁ ଅଧିକ ପରିମାଣରେ ଆୟାସ ସାଧ୍ୟ। ମାତ୍ର ଅନ୍ତତଃ ଏହି ଜଡ଼ ଜଗତରେ କଣ ଏହା ହିଁ ପ୍ରକୃତରେ ସବୁଠାରୁ ଅଧିକ ସହଜ, ଅଧିକ ପ୍ରଶସ୍ତ ଏବଂ ଅଧିକ ଆନନ୍ଦମୟ ପଥ ନୁହେଁ? କାରଣ ଏଥିରେ ଆମକୁ ପ୍ରତି ମୁହୂର୍ତ୍ତରେ କର୍ମୀ ରୂପୀ ଈଶ୍ୱରଙ୍କ ସହିତ ଯାଇ ଧକ୍କା ଖାଇବାକୁ ପଡ଼ିଥାଏ ଏବଂ ସହସ୍ର ଦିବ୍ୟ ସ୍ପର୍ଶର ମଧ୍ୟ ଦେଇ ତାଙ୍କର ସତ୍ତା ମଧ୍ୟକୁ ବିକଶିତ ହୋଇ ଉଠିବାକୁ ହୋଇଥାଏ। ଜ୍ଞାନ 373ରେ କହୁଛନ୍ତି, କର୍ମର ମାର୍ଗରେ ଏହା ପ୍ରକୃତରେ ଏକ ଚମତ୍କାର କଥା ହେଉଛି ଯେ ଏଥିରେ ଈଶ୍ୱରଙ୍କ ସହିତ ରହିଥିବା ଶତ୍ରୁତାକୁ ମଧ୍ୟ ମୁକ୍ତିର ଏକ କାରଣରେ ପରିଣତ କରାଯାଇପାରିବ। ସମୟ ସମୟରେ ଈଶ୍ୱର ଆମର ଜଣେ ଭୟଙ୍କର, ଅଜେୟ ଏବଂ ଅନମନୀୟ ଶତ୍ରୁ ରୂପେ ଆମ ସହିତ କୁସ୍ତି କରି ଆମକୁ ସବୁଠାରୁ ଅଧିକ ତ୍ୱରାନ୍ୱିତ ଭାବରେ ତାଙ୍କ ସହିତ ନେଇ ସଂଲଗ୍ନ କରି ରଖନ୍ତି। ଏବଂ ଜ୍ଞାନ 370ରେ କହୁଛନ୍ତି, କେବଳ ଜାଣିକରି କି ଲାଭ, ତେଣୁ ମୁଁ ତୋତେ କହୁଛି କାର୍ଯ୍ୟ କର ଏବଂ ହୋଇ ଉଠ। କାରଣ କେବଳ ସେଇଥି ସକାଶେ ହିଁ ଭଗବାନ ତୋତେ ଏହି ମନୁଷ୍ୟ ଶରୀର ମଧ୍ୟକୁ ପ୍ରେରଣ କରିଛନ୍ତି। ତେଣୁ ଏଠି ମନୁଷ୍ୟ ଜୀବନ ଯୋଉ ଆମେ ପାଇଛନ୍ତି ତାର ଉଦ୍ଦେଶ୍ୟ ଏବଂ ତାର କରଣୀୟ କର୍ତ୍ତବ୍ୟ ସମ୍ପର୍କରେ ଏହି କାରିକା ମାନଙ୍କରେ ଆମକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ପ୍ରଭୁ କହି ଦଉଛନ୍ତି ବା ଜଣେଇ ଦଉଛନ୍ତି ଯେ କେବଳ ତଥ୍ୟ ସଂଗ୍ରହ କରିବା, ଜାଣିବା, ଶୁଣିବା, ଆଲୋଚନାରେ ଭାଗ ନେବା ସେତିକିରେ କିଛି ଲାଭ ନାହିଁ ବା ସେଇଟା କିଛି ମାନେ ସର୍ବୋତ୍କୃଷ୍ଟ ଉପାୟ ନୁହେଁ। ସେଇଟା ହଉଛି ଜାଣ, ଠିକ ଅଛି, ସେତିକି ନୁହେଁ, ତାଠାରୁ ଆହୁରି ଅଧିକ ହଉଛି ତମେ ହୋଇ ଉଠ ଏବଂ ଯୋଉଟା ଜାଣୁଛ ତାକୁ କାର୍ଯ୍ୟରେ ଲଗାଅ। ଯେତେବେଳେ କଥାଟି ଆମେ ଢଗଟିଏ ଶୁଣନ୍ତି, ବାଡ଼ି ବାଇଗଣ ପୋଥି ବାଇଗଣ, ସେତେବେଳେ ସମସ୍ତେ ଢଗ ଦେଲା ବେଳେ ଢଗଟି କହିଦଉ, କୋଉଠି ଗୋଟେ ଦରକାର ପଡ଼ିଲେ ରୂଢିଟିଏ ମାରିଦଉ, ଅନ୍ୟକୁ କାହାକୁ ଆକ୍ଷେପ କରି କହିବାକୁ ଗଲାବେଳେ ଆମେ ଫଟାକ କିନା ଏଇ ବାଡ଼ି ବାଇଗଣ ପୋଥି ବାଇଗଣ ମାରିଦଉ। କଣ ନା ସେ ବ୍ୟକ୍ତି ଯାହା କହୁଛି ତାହା ନିଜେ କାର୍ଯ୍ୟରେ ପରିଣତ କରୁନାହିଁ ବା ନିଜେ ଦୃଷ୍ଟାନ୍ତ ହୋଇନାହିଁ, ତେଣୁ ଆମେ ଏଇ ରୂଢିଟି ମାରିଦଉ। ଏଇଠି ପ୍ରଭୁ କହୁଛନ୍ତି ପ୍ରତ୍ୟେକ ମନୁଷ୍ୟ ଜୀବନ, ପ୍ରତ୍ୟେକ ମନୁଷ୍ୟ ପାଇଁ ଇଏ ହଉଛି ମାନେ ସର୍ବୋତ୍ତମ କରଣୀୟ ବା ନିହାତି କରଣୀୟ ହଉଛି କଣ, ତୁମେ ଜାଣିଲା ପରେ ଖାଲି ଜାଣିକରି କିଛି ଲାଭ ନାହିଁ, ଜାଣି ସାରିଲା ପରେ ତାକୁ କାର୍ଯ୍ୟରେ ପରିଣତ କର ଏବଂ ନିଜେ ତାହା ହିଁ ହୋଇ ଉଠ। ଯେତେବେଳେ ଆମେ ଯୁଧିଷ୍ଠିରଙ୍କ ପରି ସତ୍ୟବାଦୀ ହବା ପାଇଁ କହୁ, ଶବରୀଙ୍କ ପରି ଅପେକ୍ଷା କରିବା ପାଇଁ କହୁ, ଯେତେବେଳେ ଗଜରାଜଙ୍କ ପରି ଆକୁଳ ନିବେଦନ କରିବା ପାଇଁ କହୁ, ଭକ୍ତ ବିଦୁରଙ୍କ ପରି ଆତୁର ଜ୍ଞାନୀ ଭକ୍ତଙ୍କ କଥା କହୁ, ସେତେବେଳେ ନିଜେ ସେୟା ହେଇ ଉଠିବା ପାଇଁ କେବେ ପ୍ରଚେଷ୍ଟା କରୁନାହୁଁ। ଆପଣ ଚିନ୍ତା କରନ୍ତୁ, ଶବରୀ କେବେ ପ୍ରଭୁ ଆସିବେ ବୋଲି ତାଙ୍କୁ ଗୁରୁ କହିଦେଇଛନ୍ତି, ତେଣୁ ସିଏ ପ୍ରତ୍ୟେକ ଦିନ
ରାସ୍ତା ସଫା କରୁଛନ୍ତି, ତାକୁ ପରିଷ୍କାର କରୁଛନ୍ତି, ତାପରେ ଲିପି ପୋଛି ତାକୁ ପୁରା ଚିକଣ କରୁଛନ୍ତି, ଫୁଲ ତୋଳି ଆଣି ପକଉଛନ୍ତି, କୋଳି ତୋଳି ଆଣି ରଖୁଛନ୍ତି, ପ୍ରଭୁ ଆସିଲେ ମୋର ଖାଇବେ ବୋଲି। ସେ ଯୋଉ ଧୈର୍ଯ୍ୟ ଏବଂ ଆସ୍ପୃହାରେ ଲାଗି ରହିବା, ଅପେକ୍ଷା କରି ରହିବା, ଦିନ ପରେ ଦିନ ନିରାଶ ନ ହୋଇ ବାଟ ଚାହିଁ ବସିବା, ଆମେ ତାକୁ ଶୁଣୁଛନ୍ତି, ହେଲେ ସେତିକି ଧୈର୍ଯ୍ୟ, ସେତିକି ନିଷ୍ଠାପର ଆସ୍ପୃହା ଆମେ ରଖୁନାହୁଁ ବା ରଖିବା ପାଇଁ ପ୍ରୟାସ କରୁଛୁ କି? ଯେତେବେଳେ କଥା ଉଠେ ଜ୍ଞାନୀ ଭକ୍ତ ବିଦୁରଙ୍କ କଥା, ଚିନ୍ତା କରନ୍ତୁ। ଜ୍ଞାନୀ ନୀତି ଶାସ୍ତ୍ର ନିୟମ ସବୁ କିଛି ସେ ପାରଙ୍ଗମ, ତଥାପି ଆମେ ପୂର୍ବରୁ ଯୋଉ ଆଲୋଚନା କରୁଥିଲେ, ତମେ ଶାସ୍ତ୍ର କଥା ଶୁଣିବ ନା ଅନ୍ତରର ନିର୍ଦ୍ଦେଶ କଥା ଶୁଣିବ? ସେତେବେଳେ ଦେଖନ୍ତୁ, ସବୁ ଶାସ୍ତ୍ର ସେ ଜାଣିଛନ୍ତି, ସବୁ ଜ୍ଞାନ ତାଙ୍କ ପାଖରେ ଥାଇ ମଧ୍ୟ ସିଏ ଭଗବାନଙ୍କୁ ଛାଡି ନାହାନ୍ତି, ଭଗବାନଙ୍କ ନିର୍ଦ୍ଦେଶକୁ କେବେ ଅବମାନନା କରିନାହାନ୍ତି, ଅପେକ୍ଷା କରି ରହିଛନ୍ତି କେତେବେଳେ ପ୍ରଭୁ ଶ୍ରୀକୃଷ୍ଣ ଆସିବେ। ସବୁ ସମୟରେ ଯେତେବେଳେ ଆସନ୍ତି, ଯୋଉଠି ଆବଶ୍ୟକ ଜ୍ଞାନ ସେ ପ୍ରୟୋଗ କରିଛନ୍ତି, କୌଣସି ଜାଗାରେ ସେ ସାଲିସ କରିନାହାନ୍ତି। ଧୃତରାଷ୍ଟ୍ର ତାଙ୍କ କଥା ଶୁଣନ୍ତୁ ନ ଶୁଣନ୍ତୁ, ସେ କହିଚାଲନ୍ତି। ଯେତେବେଳେ ନୀତି କଥା ଉଠେ, ନିୟମ କଥା ଉଠେ, ସେ କହିଚାଲିଛନ୍ତି। ଏବଂ ଦୁର୍ଯ୍ୟୋଧନର ଯେତେ ପ୍ରକାରର କୁତ୍ସାରଟନା, ଗାଳି ଏବଂ ସବୁ ପ୍ରକାରର, ମାନେ ଆପଣ କୁହନ୍ତୁ, ଯେମିତି ଗୋଟେ ଅତି ସାନ ପିଲାଟିଏ ଗୋଟେ ଏଡେ ବଡ ବିଦ୍ୱାନ ବ୍ୟକ୍ତିଙ୍କୁ ଯୋଉ କୁତ୍ସିତ ଭାବରେ ଗାଳି ଦବା, ତାକୁ ସହ୍ୟ କରି ରହିବା ବିଦୁରଙ୍କ ପକ୍ଷରେ କେତେ କଷ୍ଟ ହଉଥିବ। କିନ୍ତୁ ସିଏ ବଞ୍ଚି ଉଠିଥିଲେ ପ୍ରଭୁଙ୍କ ପାଇଁ, କାମ କରିବା ପାଇଁ। ସେଇ ଜ୍ଞାନକୁ ସେ ବ୍ୟବହାର କଲେ ତାଙ୍କରି ପାଇଁ। ସେଇ ଜ୍ଞାନକୁ ସେ ବ୍ୟବହାର କଲେ ନୀତି ନିୟମ ଭିତରେ କେମିତି କଣ କରିବାକୁ ପଡିବ। ଗୋଟିଏ ଖାଲି କଥାଟିଏ କହିକିରି ଆମେ ପୁଣି ଆଉ ଗୋଟିଏ ଏକ୍ସାମ୍ପଲକୁ ଯିବା। ସେଠି ସେ କହୁଛନ୍ତି, ଯେତେବେଳେ ଯୋଉ ଘର ଖବରଟା ଉଠିଛି, ନୂତନ ଘର କରି ସେଠି ରହିବା ପାଇଁ ଦୁର୍ଯ୍ୟୋଧନ ବ୍ୟବସ୍ଥା କରିଛି, ଘର ତିଆରି କରୁଛି ଯୋଉଠିକି ପାଣ୍ଡବ ମାନେ ରହିବେ। ଦେଖନ୍ତୁ, ଆମେ ସମସ୍ତେ କହନ୍ତି ଯେ ସନ୍ଦେହ କରିବାଟା ଏକ ଖରାପ କଥା, ତାହା ସତ୍ୟ। କେବେ କାହାକୁ ସନ୍ଦେହ କର ନାହିଁ। ତୁମେ ଅନୁସନ୍ଧାନ କର, ପର୍ଯ୍ୟବେକ୍ଷଣ କର, ସେଇ ଅନୁସାରେ ତୁମେ କାର୍ଯ୍ୟ କର। ତାଙ୍କର ଯୋଉ ନୀତି ନିୟମ ଶାସ୍ତ୍ର ଯାହା ଥିଲା, ତା ସହିତ କୃଷ୍ଣଙ୍କ ପ୍ରତି, ଭଗବାନଙ୍କ ପ୍ରତି ଯୋଉ ଭକ୍ତି ଭାବ ଥିଲା, ସେଥିରୁ ସିଏ ଦୁର୍ଯ୍ୟୋଧନଙ୍କର ଯୋଉ ଚକ୍ରାନ୍ତ ବିଷୟରେ ସେ ଅନୁସନ୍ଧାନ କରି ଦେଖିଲେ କଣ ନା, ସେ ଯୋଉ ଘରଟା ତିଆରି ହେଇଛି, ଘରଟା ଯେତେବେଳେ ତିଆରି ହେଇଛି, କଣ କଣ ବ୍ୟବହାର ହେଇଛି ମାନେ ମେଟେରିଆଲ୍ସ, ସେତେବେଳେ ସେ ଦେଖିଲେ, ତାଙ୍କର ଗୁପ୍ତଚର ଲଗେଇ ଜାଣିଲେ ଯେ ସେଥିରେ ଲାଖ ବ୍ୟବହାର କରାହଉଛି। ଆଉ ଅନ୍ୟାନ୍ୟ କିଛି କିଛି ଯୋଉ ସାମଗ୍ରୀ ବ୍ୟବହାର କରାଯାଇଛି, ଯୋଉ ସାମଗ୍ରୀ ଗୁଡିକ ଅଗ୍ନିକୁ ବହୁ ଶୀଘ୍ର ଧରେ। ଏଠି ସନ୍ଦେହ କରୁନାହାନ୍ତି, ସିଏ ତାଙ୍କର ଅନୁସନ୍ଧାନ ପରେ ଜାଣିଲେ। ତେଣୁ ଭୀଷ୍ମଙ୍କୁ ମଧ୍ୟ ସିଏ କହିନାହାନ୍ତି ଯେ କଣ ଦୁର୍ଯ୍ୟୋଧନ ପ୍ଲାନ କରିଛି ବୋଲି। କାହିଁକି ନା, ଯଦି ସିଏ ଚକ୍ରାନ୍ତ ବୋଲି କହିବେ, ତାମାନେ ସେଇଟା ସନ୍ଦେହ। ତେଣୁ ସିଏ ଦେଖୁଛନ୍ତି ଘଟଣା କଣ କଣ ଘଟିବ, ଅନ୍ତରର ନିର୍ଦ୍ଦେଶକୁ ମାନି କଣ କଲେ ନା, ଭିତରେ ଅଲରେଡି ଜଣେ ସୁଡଙ୍ଗ ଖୋଳାଳିକୁ ଯୋଗାଡ଼ କରିଛନ୍ତି। ଏପଟରେ ଘର ତିଆରି ଚାଲିଛି, ସେପଟରେ ସୁଡଙ୍ଗ ଖୋଳାଳି
ସିଏ ସୁଡ଼ଙ୍ଗଟିଏ ତିଆରି କରି କରି ଚାଲୁଛି, ଆସିକିରି ଯେପରି ଆସି ପହଞ୍ଚିବ କୋଉଠି ନା ସେଇ ନୂଆ ଘର ଭିତରେ। ସୁଡ଼ଙ୍ଗଟି ଜଙ୍ଗଲ ଭିତରୁ ସେ ଖୋଳି ଖୋଳି ଚାଲୁଛି। ତେଣୁ କର୍ତ୍ତବ୍ୟରେ ସେ ଅବହେଳା କରିନାହାନ୍ତି, ରାଜଧର୍ମ ପାଳନ କରିଛନ୍ତି। ଯେହେତୁ ଧୃତରାଷ୍ଟ୍ରଙ୍କ ପାଖରେ ଅଛନ୍ତି, ତାଙ୍କ ରାଜଧର୍ମ ପାଳନ କରିଛନ୍ତି। ସିଏ ରାଜପୁତ୍ରଙ୍କ ବିରୁଦ୍ଧରେ କୋଉଠି ପଦେ କିଛି କହି ନାହାନ୍ତି କିମ୍ବା ତାଙ୍କୁ ସନ୍ଦେହ କରିନାହାନ୍ତି। ସେଇଥିପାଇଁ ଭୀଷ୍ମଙ୍କୁ ମଧ୍ୟ ଜଣାଇ ନାହାନ୍ତି ଯେ ସେ ଘରଟି ଏକ ଲାକ୍ଷ ଗୃହ ହେଇଛି, ଯୋଉଥିରେ ଲାଖ ବ୍ୟବହାର ହେଇଛି, ଯୋଉ ବ୍ୟବହାର ହେଇଛି, ଯାହା ଫଳରେ ଶୀଘ୍ର ନିଆଁ ଧରିବ। କିନ୍ତୁ ବ୍ୟବସ୍ଥା ସବୁ ସେ କାର୍ଯ୍ୟ କରିଛନ୍ତି। ତେଣୁ ଅନ୍ତରର ନିର୍ଦ୍ଦେଶ ମାନିବା ଏବଂ ଜ୍ଞାନ ସହିତ ଭଗବାନଙ୍କ ପଥରେ ଚାଲିବା ପାଇଁ ଯାହା ଆବଶ୍ୟକ ତାହା ମୁଁ କରିଚାଲିବି, ହୋଇ ଉଠିବି। ଯୁଧିଷ୍ଠିର ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ଘଟଣାରେ ତାହା କେତେ ବି ମର୍ମନ୍ତୁଦ ହେଇଥାଉ, କେତେ ବି ବିପରୀତ ବୋଧ ହେଇଥାଉ, ସବୁ ସମୟରେ ସେ ସତ୍ୟକୁ ହିଁ ଆଶ୍ରୟ କରିଛନ୍ତି। ତେଣୁ ଏଠି ପ୍ରଭୁ କହୁଛନ୍ତି ତମେ ମନୁଷ୍ୟ ଶରୀର ଯୋଉ ପାଇଛ, ଏଇଥିପାଇଁ ପାଇଛ କଣ ନା ତୁମେ ଯାହା ଅନ୍ତରର ନିର୍ଦ୍ଦେଶ ପାଇବ ସେଇ ଅନୁସାରେ କାର୍ଯ୍ୟ କରିବ ଏବଂ ସେହିପରି ହୋଇ ଉଠିବା ପାଇଁ ଜୀବନଟି ତୁମକୁ ଦିଆହେଇଛି। ସେଥିପାଇଁ ମହାଭାରତରେ ଲେଖା ହଉଛି କଣ, ଭାଗବତ କର୍ମ ଓ ଭାଗବତ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆ ହୋଇଛି। ଭାଗବତ କର୍ମ ଏବଂ ଭାଗବତ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆ ହୋଇଛି। ମନୁଷ୍ୟ ଜୀବନ ପାଇଛନ୍ତି ଅଗ୍ରଗତି ପାଇଁ, ସବୁଠାରୁ ଗୋଟେ ମନୁଷ୍ୟ ଜୀବନ ସବୁଠାରୁ ଏକ ମହତ୍ଵ ବା ମହତ୍ତର ଜୀବନ, ଯୋଉଠିକି ଆମେ ଚାହିଁଲେ ଅଗ୍ରଗତି କରି ଦେବତାଙ୍କର ଊର୍ଦ୍ଧ୍ୱ ସ୍ତରକୁ ଆମେ ଗତି କରିପାରିବା। ଦେବତା ମାନେ ଯୋଉ ସ୍ତରରେ ରହିଛନ୍ତି ତାଠାରୁ ଆହୁରି ଊର୍ଦ୍ଧ୍ୱତନ ଜଗତକୁ ଆମେ ଯାଇପାରିବା। ତାପରେ କହୁଛନ୍ତି ଏ ହୋଇ ଉଠ କହିଲେ ତ, ତାପରେ କହୁଛନ୍ତି କେବଳ ହେବାରେ କି ଲାଭ। ଇଏ ପୁଣି କଥା ଦେଖ କି କଥା ଆମେ ଆଜି ପର୍ଯ୍ୟନ୍ତ ଶୁଣି ଆସୁଛୁ, କଣ ଟୁ ବି, ହୋଇ ଉଠିବା। କିନ୍ତୁ ତାପରେ କହୁଛି, ସେଇଥିପାଇଁ ଆମେ ଥଟ୍ସ ଆଣ୍ଡ ଆଫୋରିଜିମର ପ୍ରତ୍ୟେକ ବାକ୍ୟ ଗୁଡାକ ଅତି ମାନେ ଶ୍ରୀଅଙ୍ଗଙ୍କ ପୂର୍ଣ୍ଣ ଯୋଗର ପ୍ରତ୍ୟେକ ଘଟଣାକୁ ମାନେ ପୁରା ଗଭୀର ଭାବରେ ବିଶ୍ଳେଷଣ କରିଛନ୍ତି। କହୁଛନ୍ତି କେବଳ ହେବାରେ କି ଲାଭ, ଖାଲି ହୋଇ ଉଠିଲେ କଣ ମିଳିବ। ତେଣୁ ମୁଁ ତୋତେ କହୁଛି ତୁ ବିକାଶ ଲାଭ କର, କାରଣ କେବଳ ସେଇଥି ସକାଶେ ହିଁ ତୋତେ ଜଡର ଏହି ଜଗତରେ ଜଣେ ମନୁଷ୍ୟ ରୂପେ ପ୍ରତିଷ୍ଠିତ କରି ରଖାଯାଇଛି। କେବଳ ହେବାରେ କି ଲାଭ। ମନେ କରାଯାଉ, ଯୋଉ ଯୋଉ ଗୁଣ, ଯୋଉ ସାମର୍ଥ୍ୟ ଆମର ବିକାଶ କରିବାର ଅଛି, ଆମେ କେବଳ ସେଇଟାକୁ ପାଇଗଲେ ସେତିକିରେ ସନ୍ତୁଷ୍ଟ ହେଇଯାଉଛନ୍ତି କି? ଏଇଠି ହେଲା କୋଶ୍ଚିନ୍। ଆମର ଯୋଉ ଗୁଣ ସାମର୍ଥ୍ୟ ଆମେ ଯୋଉ ଆମର ଯଦି ବୃଦ୍ଧି କଲେ, ଆମେ ସେତିକି ହୋଇଯାଇକି ସନ୍ତୁଷ୍ଟ ହେଇଯିବେ ନାହିଁ। କାହିଁକି ନା ପରିବର୍ତ୍ତନ ହିଁ ଅପରିବର୍ତ୍ତନୀୟ। ପ୍ରତ୍ୟେକ ମୁହୂର୍ତ୍ତରେ ଅଗ୍ରଗତି କରିବାର ସମ୍ଭାବନା ରହିଛି। ଯୋଉ ଜଗତରେ ରହିଛି ତାଠାରୁ ଆହୁରି ଊର୍ଦ୍ଧ୍ୱତର ଜଗତକୁ ଯିବାକୁ ପଡିବ। ଏପରିକି ଅତିମାନସ ଶକ୍ତିର ଅବତରଣ ଫଳରେ ଯୋଉ କାର୍ଯ୍ୟଟି ଏଠି ପୃଥିବୀ ପୃଷ୍ଠରେ ଆରମ୍ଭ ହେଇସାରିଛି, ସେ ବିଷୟରେ ଯେତେ ପ୍ରଶ୍ନ କରାହେଇଛି ଯେ ଅତିମାନବ ଜଗତ ହେଇଗଲା ପରେ ମନୁଷ୍ୟ ଯେତେବେଳେ ଅତିମାନବ ହେଇଯିବ, ସିଏ ତ ସତ୍ୟ ଦ୍ୱାରା ପରିଚାଳିତ ହବ, ମୃତ୍ୟୁ ତ ତାର ଆସିବ ନାହିଁ, ଅମୃତତ୍ୱ ସେ ପାଇବ ଏବଂ ସେଠି ରୋଗ ନାହିଁ, ଯନ୍ତ୍ରଣା ନାହିଁ, ବାର୍ଦ୍ଧକ୍ୟ ନାହିଁ। ତେଣୁ ସେତିକିରେ କଣ ସରିଗଲା? ସେଇଠି ମା କହୁଛନ୍ତି ନା, ପ୍ରଭୁ କହୁଛନ୍ତି ସେଇଟା ହଉଛି ସତ୍ୟରେ ବଞ୍ଚିବାର ପ୍ରଥମ ପାବଛ। ତାପରେ ଆହୁରି ଅନେକ ଜଗତ ରହିଛି, ଆମକୁ ସେତକ ଅଗ୍ରଗତି କରିବାର ବି ଅଛି। ଇଏ ତ ଗଲା ପୁରା ଊର୍ଦ୍ଧ୍ୱ କଥା। ଆମେ ଯଦି ସାଧାରଣ ସ୍ତରରେ ଦେଖିବା, ଆମେ ଯୋଉଥିରେ ହୋଇ ଉଠୁଛୁ ବୋଲି ଭାବିକିରି ଆମର ବନ୍ଦ କରିଦବା, ଅଗ୍ରଗତି ଆମର ଯଦି ବନ୍ଦ ହେଇଗଲା, ତାହେଲେ ଆମେ ମୃତ।
ଆମେ ଅନେକ ସମୟରେ ମନେ ରଖିବା ସେ କଥାଟି, ଯଦି ଆମେ ଗ୍ରହଣଶୀଳ ହେଇପାରୁନାହୁଁ, ପରିବର୍ତ୍ତନକୁ ଗ୍ରହଣ କରି ଊର୍ଦ୍ଧ୍ୱ ଦିଗରେ ଅଗ୍ରଗତି କରୁନାହୁଁ, ତେବେ ଆମେ ମୃତ। ଏ କଥା ପ୍ରତ୍ୟେକ ମୁହୂର୍ତ୍ତରେ ଆମକୁ ମନେ ରଖିବାକୁ ପଡିବ। ତେଣୁ ବିକାଶ ଲାଭ କର, ଯେତିକି ଅଛ ନା ଆହୁରି ଷ୍ଟେପ ଆଗକୁ ଚାଲ। କାରଣ କେବଳ ସେଇଥି ସକାଶେ ହିଁ ତ ହଁ ମଣିଷ ପାଖରେ ଏଇ ଅପସନଟା ଦିଆହେଇଛି। ସିଏ ସବୁବେଳେ ଅଗ୍ରଗତି କରିବାର ସମ୍ଭାବନା ତା ପାଖରେ ଦିଆଯାଇଛି। ଦେବତା ମାନଙ୍କର ଆଉ ନାହିଁ, ଦେବତା ମାନଙ୍କର ଚାନ୍ସ ନାହିଁ। ଯଦି ଦେବତା ମାନେ ଅଗ୍ରଗତି କରିବାକୁ ଚାହିଁବେ, ତେବେ ସେମାନଙ୍କୁ ମନୁଷ୍ୟ ଶରୀର ଗ୍ରହଣ କରିବାକୁ ପଡିବ। କାହିଁକିନା ଦେବତା ମାନଙ୍କୁ ନିର୍ଦ୍ଦିଷ୍ଟ ଶକ୍ତି ଦିଆଯାଇଛି। ଯୋଉ ଶକ୍ତି ଦିଆଯାଇଛି ସେଇ ଶକ୍ତି ଅନୁସାରେ ଯେତିକି କାର୍ଯ୍ୟ ସେମାନେ ସେତିକି ହିଁ କରିବେ, ସେଇ ନିୟମ ଭିତରେ ବନ୍ଧା ହେଇକି କରିବେ। ତାଠୁ ଅଗ୍ରଗତି କରିପାରିବେ ନାହିଁ। ତାଠୁ ଅଗ୍ରଗତି କରିବାକୁ ହେଲେ ସେମାନଙ୍କୁ ମନୁଷ୍ୟ ଶରୀର ଗ୍ରହଣ କରିବାକୁ ପଡିବ। ଚୈତ୍ୟ ସତ୍ତାକୁ ଆବିଷ୍କାର କରି ଚୈତ୍ୟ ସତ୍ତା ଦ୍ୱାରା ପରିଚାଳିତ ହେଇ ମନ ପ୍ରାଣ ଶରୀରକୁ ଯଦି ପରିଚାଳିତ କରିବେ, ତାକୁ ସେଇ ଚୈତ୍ୟ ତତ୍ଵରେ ପରିବର୍ତ୍ତନ କରିବେ, ତାହେଲେ ଚୈତ୍ୟ ରୂପାନ୍ତର ହବ, ଆଧ୍ୟାତ୍ମିକ ରୂପାନ୍ତର ହବ, ସତ୍ୟ ଦ୍ୱାରା ପରିଚାଳିତ ହେବେ। ତାପରେ ପୁଣି ଆଉ ଗୋଟେ ଇଭଲ୍ୟୁସନ 2 ଷ୍ଟାର୍ଟ ହବ। ଇଭଲ୍ୟୁସନ 1 ହଉଛି ଅତିମାନବ ପର୍ଯ୍ୟନ୍ତ, ସତ୍ୟ ଦ୍ୱାରା ପରିଚାଳିତ ଅତିମାନବ ଜଗତ ପର୍ଯ୍ୟନ୍ତ ଇଭଲ୍ୟୁସନ 1। ମାନେ କୋଉଠୁ? ନିଶ୍ଚେତନରୁ ଅତିମାନବ। ତାପରେ ହବ ଇଭଲ୍ୟୁସନ 2। ଜ୍ଞାନ 372 କହୁଛନ୍ତି, ଗୋଟିଏ ଦୃଷ୍ଟିରୁ ବିଚାର କଲେ ଭଗବାନଙ୍କର ତ୍ରିବିଧ ନଦୀ ପଥରେ କର୍ମର ପଥ ହେଉଛି ସବୁଠାରୁ ଅଧିକ ପରିମାଣରେ ଆୟାସ ସାଧ୍ୟ। ତ୍ରିବିଧ ନଦୀ ପଥ, ଜ୍ଞାନ, କର୍ମ, ଭକ୍ତି, ତିନିଟା ଯାକ ନିବିଧ ପଥ। ଜ୍ଞାନ ମାର୍ଗରେ ଯିବା କିମ୍ବା ଭକ୍ତି ମାର୍ଗରେ ଯିବା କିମ୍ବା କର୍ମ ମାର୍ଗରେ ଯିବା। ଏଇ ଯୋଉ ତିନିଟା ନଦୀ ପଥ ଭିତରେ ପ୍ରଭୁ ଲେଖୁଛନ୍ତି କର୍ମର ପଥ ହେଉଛି ସବୁଠୁ ଅଧିକ ପରିମାଣରେ ଆୟାସ ସାଧ୍ୟ। ମାତ୍ର ଅନ୍ତତଃ ଏହି ଜଡ ଜଗତରେ କଣ ଏହା ହିଁ ପ୍ରକୃତରେ ସବୁଠାରୁ ଅଧିକ ସହଜ, ଅଧିକ ପ୍ରଶସ୍ତ ଏବଂ ଅଧିକ ଆନନ୍ଦମୟ ପଥ ନୁହେଁ? କାରଣ ଏଥିରେ ଆମକୁ ପ୍ରତି ମୁହୂର୍ତ୍ତରେ କର୍ମୀ ରୂପୀ ଈଶ୍ୱରଙ୍କ ସହିତ ଯାଇ ଧକ୍କା ଖାଇବାକୁ ପଡିଥାଏ ଏବଂ ସହସ୍ର ଦିବ୍ୟ ସ୍ପର୍ଶର ମଧ୍ୟ ଦେଇ ତାଙ୍କର ସତ୍ତା ମଧ୍ୟକୁ ବିକଶିତ ହୋଇ ଉଠିବାକୁ ହୋଇଥାଏ। ଆପଣ ଭକ୍ତି ମାର୍ଗରେ କଣ ହବ ବା ଜ୍ଞାନ ମାର୍ଗରେ କଣ ହବ ଆଉ କର୍ମ ମାର୍ଗରେ କଣ ହବ? ଭକ୍ତି ମାର୍ଗରେ ଆମେ ତାଙ୍କ ଭକ୍ତିରେ ନିମଜ୍ଜିତ ରହି ତାଙ୍କରି ଚିନ୍ତାରେ ପୁରା ଭକ୍ତି ଭାବରେ ଲୀନ ହେଇଗଲେ, କେବଳ ତାଙ୍କରି ଚିନ୍ତା ଆମ ପାଖରେ ଥିବ। ତାପରେ ହବ କଣ? ତାପରେ ହବ ଆମେ ଏଇ ଶରୀର ତ୍ୟାଗ କରି ତାଙ୍କରି ସହିତ ଏକାତ୍ମ ହେଇଛି। ଏଥିରେ କଣ ହଉଛି ନା ବ୍ୟକ୍ତିଗତ ଭାବରେ ସିଏ ଭଗବାନଙ୍କ ମୁକ୍ତି ହେଇଯାଉଛି, ଭଗବାନ ସହିତ ଏକ ହେଇଯାଉଛି। କେତେଟା ଜାଗାରେ କିଏ ନିର୍ବାଣତ୍ୱ ପ୍ରାପ୍ତି କରୁଛନ୍ତି, କୋଉମାନେ ମୁକ୍ତି ପ୍ରାପ୍ତ କରୁଛନ୍ତି। ଜ୍ଞାନ ମାର୍ଗରେ ଜ୍ଞାନୀ ଭକ୍ତ ସେଇଥିପାଇଁ ଥାଏ। ସେମାନେ ଚେଷ୍ଟା କରିବେ ଜ୍ଞାନ ମାର୍ଗରେ ଅବିଶ୍ୱାସ କରନ୍ତୁ ବା ଯାହା କରନ୍ତୁ, ସେଥିରେ ତାଙ୍କ ବିଷୟରେ ଯେମିତି ଜାଣିବେ, ତାପରେ ଶେଷକୁ ଜାଣିବେ ଯେ ତାଙ୍କ ବିନା ଆଉ ଏ ସଂସାରରେ କିଛି ଅଧିକ ଜ୍ଞାନ ନାହିଁ। ତେଣୁ ତାପରେ ସେ ତାଙ୍କୁ ହିଁ ଗ୍ରହଣ କରି ତାଙ୍କର ଜୀବନ ନିର୍ବାହ କରିବେ। କିନ୍ତୁ ତଥାପି କଣ ହବ? ମନ ପ୍ରାଣ ଶରୀର ଭିତରୁ କେବଳ ଜ୍ଞାନ ମାର୍ଗରେ ତାଙ୍କର ଅଗ୍ରଗତି ହବ। ପ୍ରାଣ ଆଉ ଶରୀର ସେ ଯେମିତି ଥାଏ ସେମିତି ରହିବ। ଆପଣ ଦେଖୁନାହାନ୍ତି ତପସ୍ୟା ମାର୍ଗରେ ଯେତେକ ଯାଇଛନ୍ତି ସେମାନେ ପୁଣି ପଥଭ୍ରଷ୍ଟ ହେଲା ଭଳି, କିନ୍ତୁ ଆତ୍ମା ଦ୍ୱାରା ଭଗବାନ ଦର୍ଶନ କରିଛନ୍ତି, ଜ୍ଞାନ ଇଏ ସବୁ ରହିଛି। କିନ୍ତୁ ପୁଣି ସାଂସାରିକ ଯୋଉ ପ୍ରବୃତ୍ତି, ଯୋଉ ସ୍ପନ୍ଦନ, ତା ଦ୍ୱାରା ସେମାନେ ସ୍ପନ୍ଦିତ ହୁଅନ୍ତି ଏବଂ ଅନେକ ସମୟରେ ସାଧାରଣ ବ୍ୟକ୍ତି ଭଳିଆ ତାଙ୍କର କାର୍ଯ୍ୟ ଗୁଡ଼ିକ ମଧ୍ୟ ହେଇଛି। କିନ୍ତୁ କର୍ମ ମାର୍ଗରେ କଲାବେଳେ ଏଠି ହେଲା କଣ? ତାହେଲେ ତାଙ୍କର ଗୋଟିଏ ଦିଗରେ ଭଗବତ ପ୍ରାପ୍ତି ହେଲା ପରେ ସେ ଗୋଟିଏ ଦିଗ ତାଙ୍କର ରହିଲା, ଅନ୍ୟ ଦିଗ ଗୁଡାକରେ ବିକାଶ ହେଲା ନାହିଁ, ଅଗ୍ରଗତି ହେଲା ନାହିଁ। ତେଣୁ ସେ ଆଜ ଇଟ୍ ଇଜ ରହିଗଲା। ତାଙ୍କର ପ୍ରବୃତ୍ତି, ତାଙ୍କର
जो गति स्पंदन से सब से जगत रहीगला सेगुड़िक आत्मा द्वारा परिचालित हेले ना केतबेले ना मला परे से माने निर्वाण प्राप्ति पाइबे किंबा मुक्ति हेबे तेणु व्यक्तिगत तांकर मुक्ति हैला अन्य जो माने अछि तांकर कोन हम सेठी होची मनुष्य को दिया है अवसर सेठी पे सी निरंतर जदि अग्रगति करे देवता ऊर्ध्व को जाई भगवान तत्व रे पूर्ण रूपे विचरित हो मध्य कार्य करि पारिबो भगवत निर्देश को प्रति मुहूर्त रे सुनी कार्य रे लगाई पारिबो ताहा तेणु सेटा पई होची कोन ना मन जो मन ज्ञान पाइब प्राण तार जो शक्ति को सी भगवान पे व्यवहार करिवो एवं शरीर तार जो सामर्थ्य रही जड़ को तांकरी ପାଇଁ विकास करिवो ये सब जिनस कर्म माध्यम रे कले सेगुड़िक अधिक रु अधिक चिन्हि पारिबे अधिक रु अधिक प्रशस्त करि पारिबे जानि पारिबे केमिति कोठी भगवान परिप्रकाश होउचंती कोउथिरे को प्रकार कर्म रे जो प्रशस्तता संकीर्णता को पड़े जाउची ये सब कर्म न कले आपण धरि परिबे काम कले आपण देखिबे अर्थ जेतोल आपण पाखु आसुची ताकू मां को पय व्यवहार करचंती ना ता धरे टिके निज मान मर्यादा निज मान सम्मान पय कोई खर्च कर दोचंती एडा सब ना मु नथिले कोन पैसा उडा आसी परंता मते देखि कि लोक डोनेशन दउचंती ना ए प्रकार रे भी भाव आसे एवं कोठी कोठी टिके 10 टंका अधिका देदेले सी कहे जा हो भाई केते बढ़िया सरीगला तेणु अर्थ आसिले मत जना पड़ जाए मोर प्रकृत परिचय से कह जाए जदि क्या परखिबार अच्छी टंका दे दियो किंबा ताकू क्षमता दे दियो क्षमता दे दियो से परख हो से सांगे सांगे कौन हम कौ पथरे जाऊँगी से पथभ्रष्ट हबार संभावना अधिक थाए तेणु कर्म कले कौन हम विकास अधिक हम एवं अधिक तीव्र हम तेणु कहते अधिक सहज अधिक प्रशस्त अधिक आनंदमय पथ एटा नुह कहीं भक्ति मार्ग गले आप निजक चिन्ह पारे जापर तेणु तापर भी 373 कहते कर्मर मार्ग रे प्रकृत आउ गोटे चमत्कार कथा होची भगवान सहित सब बेले भेट हम भगवान जो द्वंद्व आसो भितर भी द्वंद्व आसे ताकू सम्मुखीन हवा पाई आपण प्रयास करिवे प्रार्थना करिवे ये सब जिनस भितर आपणकर मां सहित भगवान सहित निबिड़ता अधिक वृद्धि हो ठीक अच्छे आज ये था आम दरकार पड़े यही जो 372 और 373 आम आउ थे आलोचना करिपरिबा जदि आपण माने चाहती आउ वर्तमान मु अनुरोध करी प्रतीक्षा आपको से गोटे गीत गाइबे आमे से गीत रे मां को आह्वान करिबा मां थैंक यू ऑल ओवर।